যেতে কুত চক্রান্ত কলে মধ্য পাণ্ডব মানঙ্কর তিলে মাত্র ভয় নাই। বিশেষত বৃদ্ধি পাউছি পৃথিবী বক্ষরে বিচিত্র কাম করি চিরন্তন নাম রখুচন্তি। এ সবু মিথ্যা কথা বলো যা, এ সবু মিথ্যা কথা। আরে বাবা ঘুষুরি কা পেটକୁ ଖାଉ ନାହିଁ, ଏଥିପାଇଁ ପରର ଗୋଲାମ କରି କରି କାଳ କାଟିବୁ। ଦେଖ ବାବା ତୁ ହେଉଛୁ ଲକ୍ଷ୍ୟ ରାଜାରେ ମୌଡ଼ମଣି, ଆଉ ସେମାନେ ଦିନହୀନ ଭିକାରୀ। ତୋର ସମକକ୍ଷ ସ୍ୱର୍ଗର ସୁଧର୍ମା ସଭା ସମାନ ନୁହଁ। ତୋର ବୀରତ୍ୱ ବଳ କହିଲେ ସରିବ ନାହିଁ। ଭୀଷ୍ମ, ଦ୍ରୋଣ, ଶଲ୍ୟ, କୃପାଚାର୍ଯ୍ୟ ଏବଂ ଜୟଦ୍ରଥ ଆଉ ଦକ୍ଷାନୁ ଦୁଶାସନ ଆଉ ମର୍ତ୍ତ୍ୟରେ ତୋ ନାମ ମାନ ଚକ୍ରବର୍ତ୍ତୀ ମାନ ଗୋବିନ୍ଦ। ଶିରରେ ତୋର ଅନଧର ମଣି ମୁକୁଟ। ପୃଥିବୀରେ ଚାଲିଲେ ପଦ୍ମ ଫୁଟେ, ଆଉ ତୋ ଭଳି ସମ୍ମାନ ପଦକ ରାଜା ଏ ମର୍ତ୍ତ୍ୟରେ କିଏ ଅଛି କହିଲୁ ବାବା? ମୁଁ ଅନେକ ବାର ଅଭିଯୋଗ ଦର୍ଶାଇଲେ ମଧ୍ୟ ମୋର କଥାକୁ କେହି କର୍ଣ୍ଣପାତ କରୁନାହ। ସେଇଥିପାଇଁ ଏଇ ସବୁ ଅଘଟଣ ମାନ ଘଟୁଅଛି। ମାମୁଁ ଯାହା କହିଗଲେ ଠିକ କଥା, କିନ୍ତୁ ଶତ ଚେଷ୍ଟା କରି ମଧ୍ୟ ସେଇ 5 ଜଣ ମଧ୍ୟରୁ ଭୀମସେନକୁ ନିବୃତ କରିବାକୁ ଚାହିଁଲେ ମଧ୍ୟ ତାରି ସୁଯୋଗ ଆଜି ପର୍ଯ୍ୟନ୍ତ ପାଇପାରିଲି ନାହିଁ। তথাপি চেষ্টা করো ভণজ, তথাপি চেষ্টা করো। রকি বিহলটা বুড়ি দেলে ফলটা নিশ্চয় মিলিব। রূপতি কুরুপতি যদুপতি শ্রীকৃষ্ণ আসন্তু আসন্তু। বসন্ত এই দিব্যাসনে। আচ্ছা যদুপতি আসিবার কারণ? କିଛି ମାଗି ନେବା ପାଇଁ। ভণজ ये बाबा ये कपटी केशव मागु मागु कौन ना कौन मागी देव। जगी रखी कथबार्ता भल भल जा, जगी रखी कथबार्ता कर जा बाबा जा। ତୁମର କଣ ଦରକାର ମାଗି ନେଇ ପାର। ନା ମୋର କିଛି ଆବଶ୍ୟକତା ନୁହଁ। ତେବେ କାହା ପାଇଁ ଆସି ଏଠାରୁ କଣ ମାଗି ନବ? ପାଣ୍ଡବଙ୍କ ଦୂତପଣେ ଆସି 2 ହାତ ପତାଇ ମାଗୁଛି 5 ଖଣ୍ଡି ପଡ଼ା ପଞ୍ଚଭ୍ରାତ ପାଇଁ। ଭଣଜ
ଆରେ ବାବା ପାଞ୍ଚ ଖଣ୍ଡି ପଢ଼ା ନୁହଁ ତୋର ସର୍ବସ୍ୱ ମାଗୁଛନ୍ତି ଖଣ୍ଡିଏ ମଧ୍ୟ ପଢ଼ା ଦେବାକୁ ସମର୍ଥ ହୁଅ ନା କାରଣ ଇନ୍ଦ୍ରପ୍ରସ୍ଥ ଇନ୍ଦ୍ର ରାଜୁଜୀ ପର୍ଯ୍ୟନ୍ତ ଦେବାକୁ କହିବ ଯମପ୍ରସ୍ଥ ମଧ୍ୟ ସେହା ଆଉ ହସ୍ତିର ପାଦ ପଡ଼ୁଥିବ ପୃଥିବୀ ଦେବାକୁ କହିବ ଜଗି ରଖି କଥାବାର୍ତ୍ତା କର ଭଣଜା এইটা কপটি কেস হব ইয়ারি কথারে ভুলি যানি বাবা ইয়ারি কথারে ভুলি যানি এইটা কপটি কেস হব যা বাবা যা ସେମାନେ ପାଞ୍ଚ ଖଣ୍ଡି ପଡ଼ା ନେଇ କ'ଣ କରିବେ? ତାଙ୍କରି ଚଳପ୍ରଚଳ ପାଇଁ ମଗାଇଛନ୍ତି। ଯାଅ କୃଷ୍ଣ କହିଦେବ ସେଇ ପାଣ୍ଡବ ମାନଙ୍କୁ ଗୋଟାଏ ମଧ୍ୟ ପଡ଼ା ଦେବାକୁ ମୁଁ ରାଜି ନୁହେଁ যদি তাইক রাজ্য মাগিবার কথা সে নিজে আসি মাগন্তু কাইকি মগাই যাଉছো ভীষ্ম ତ ଉଭୟ ପକ୍ଷ ସମାନ ବିପ୍ଳବ ନ କରି ଭାଇ ଭାଇରେ ସଦ୍ବ୍ୟବହାର କାମ ଏତେ ଦିନରେ ଗୁରୁ ଶିଷ୍ୟର ଆଗ୍ରହ ଧରା ପଡ଼ିଲା କ'ଣ କହୁଛ ଦୁର୍ଯ୍ୟୋଧନ? ନଚେ ଚାରି ଖଣ୍ଡି ପଡ଼ା ଦିଅ। ପୁଣି ସେଇ ପ୍ରଶ୍ନ ତମର ଆପତ୍ତି କାହିଁକି? କରୁଛି ତୁମର ମଙ୍ଗଳ ପାଇଁ। ବହୁବାର ନାସ୍ତି କରିବା ବୁଦ୍ଧେ ପୁଣି ସେଇ ପ୍ରଣ ପ୍ରଶ୍ନ ଉତ୍ଥାପନ କରେ ଦେ ଏ ଧକ୍କା ଦେଇ ସଭା ମଧ୍ୟରୁ ବିଦାୟ କର। ଜାତି ଗୋତ୍ରହୀନ ଅଗଷ୍ଟ ରକ୍ଷକ ଗୌଡ଼ ଟୋକା আরে যা যা এই সভা মধ্যরু বাহারি যা তোতে ঠাকুর সম্বোধন আসন দবারু বারম্বার প্রশ্ন করু আরে যা কহিদে পাণ্ডবঙ্কু যদি অঙ্গে অছি শক্তি আসন্তু সম্মুখ সংগ্রামে ସେ ଶକ୍ତି ଥିଲେ ପାଣ୍ଡବଙ୍କ ପାଶେ ମୁଁ ପଡ଼ା ଭିକ୍ଷା କରନ୍ତି କାହିଁକି? ଦିଅ ଦିଅ ଦୁର୍ଯ୍ୟୋଧନ ନଚେତ୍ ଖଣ୍ଡେ ମାତ୍ର ପଡ଼ା ଦିଅ। ତୁମକୁ ଲଜ୍ଜା ନାହିଁ କୃଷ୍ଣ? ଯାର ଜାତକ ପାଣ୍ଡବ ସପକ୍ଷ ନେଇ ଆସି ଏଠି ପଡ଼ା ଭିକ୍ଷା କରୁଛ। ତୁମେ ଯାହା କହୁଛ କୁହ କୁରୁପତି, ତଥାପି ମୋର ଗୋଟିଏ ପ୍ରଶ୍ନ, ପାଣ୍ଡବଙ୍କ ନିମିତ୍ତେ ଖଣ୍ଡେ ମାତ୍ର ପଡ଼ା। ଚୋରା ସନ୍ଦ ଧକ୍କା ଖିଆ କୁକୁର ଗୋପିକା ବସନ ଚୋରା ବାର ବୁଲା ଅଇଁଠା ଖିଆ ଅଭଦ୍ର ତୋତେ କ'ଣ ତୋ ବଡ଼ ଭାଇ ବଳରାମ ଏଇ ଶିକ୍ଷା ଦେଇଛି? ପର ପାଇଁ ଭିକ୍ଷା କରି ନିଜର ମର୍ଯ୍ୟାଦା ଲୋପ କରିବାକୁ? ଯା এই ସଭା ମଧ୍ୟରୁ ବାହାରି ଯା। ଏପରି ଭାଷା ପ୍ରୟୋଗ କରିବା ଠିକ ନୁହଁ ଦୁର୍ଯ୍ୟୋଧନ। ଏ କ'ଣ ତ ବାହୁବଳର ଗର୍ବ? ବୃହସ୍ପତି ପତ୍ନୀ ତାର ଚନ୍ଦ୍ର ଶିଷ୍ୟ ହୋଇ ଗୁରୁ ପତ୍ନୀ ହରିବୁଦ୍ଧଙ୍କୁ ଜନ୍ମ ଦେଲେ। ସେଇଠାରୁ ତୁମର ସମବଂଶର ଉତ୍ପତ୍ତି। ତୁମେ କ'ଣ ଜାରଜ ସନ୍ତାନ ନୁହଁ? ବ୍ୟାସ କେଉଟୁଣୀ ପୁତ୍ର ତାର ଭାଇ ବଧୂ ହରଣ କରି ତୁମର ପିତାଙ୍କୁ ଜନ୍ମ ଦେଲେ। ତୁମେ ମଧ୍ୟ ସେଇ ଅନ୍ଧ ଦୂତ ରାଷ୍ଟ୍ରଙ୍କ ପୁତ୍ର, ଆଜି ଗୋଲକ ପୁତ୍ର ନାମରେ ପରିଚିତ। ତୁମର ବଂଶଟା କ'ଣ ଜାରଜ ନୁହଁ? ଅଗଷ୍ଟ ରକ୍ଷକ ଗୌଡ଼ ଟୋକା, ମୁହଁ କ'ଣ ଖୋଲି ଯାଉଛି ତୋହର? ଆରେ ଯା এই সভা ମଧ୍ୟରୁ ବାହାରି যা, এই গদা প্রহারে পিটি তো মস্তকটা চূর্ণ করে দেবি।
ପିତାମହକୁ ମାଡ଼ ମାରିବା ଏ କ'ଣ ତୁମ ରାଜନୀତିର ଧର୍ମ ରାଜା? ଦିଅ ପୁନଶ୍ଚ ତୃତୀୟ ବାର ଭିକ୍ଷା କରେ ମୁଁ ପାଣ୍ଡବଙ୍କ ନିମିତ୍ତେ ଖଣ୍ଡେ ମାତ୍ର ପଡ଼ା। দুঃশাসন বেঈমান কপটি কৃষ্ণ পুনঃ পুনঃ ভিক্ষা চায় দে উত্তম প্রকার ধক্কা ভিক্ষা দেই এই সভা মধ্যরু বিদায় কর। আরে যা বাহারি যা কৃষ্ণ জীবন প্রতি মমতা থাকে যদি নীরবরে চালি যা নচেত দেখিবি তোতে কিয়ে রক্ষা করিব। ଏହି ମୋର ଚତୁର୍ଥ ଅବତାର ନରସିଂହ ମୂର୍ତ୍ତିର ଆବିର୍ଭାବ ଧ୍ୱଂସ କରିବି ବିଶ୍ୱରୂପୀ ଦାନବ ମୁଁ ଏଇ କ୍ଷଣି କରିଲି ଅବତାର। কৃষ্ণ আহে শ্রীকৃষ্ণ এপরি বিশ্বরূপ ধরি উচ্চতায় চলিব? ଆଚ୍ଛା ମହାଲକ୍ଷ୍ମୀ ଦୁର୍ଯ୍ୟୋଧନ ସ୍କନ୍ଧରୁ ଓହ୍ଲାଇ ଆସ। ଥାଅ ଦୁର୍ଯ୍ୟୋଧନ, ତୋର ଗର୍ବର ସୀମା ବଢ଼ିଗଲା, ଆଉ ସହ୍ୟ କରିପାରିବି ନାହିଁ। ନିଶ୍ଚୟ ଧ୍ୱଂସ ମୁଖେ ପତନ ହେବୁ। ଗୁରୁଜନମାନଙ୍କୁ ଲାଞ୍ଚନା ଅପମାନ କରୁଛୁ। ଆଉ ଚାଲ ସ୍ୱାମୀ, ଯଥାଶୀଘ୍ର ଏହି ସ୍ଥାନ ପରିତ୍ୟାଗ କରିବା। সতে কোন ছাড়ি চালিଯିବ মা? ହଁ, ଯିଏ ମୋ ସ୍ୱାମୀଙ୍କୁ ଦେଇଛି ଅପମାନ ସେ କାହିଁ ଦିନେ ମୋ ତଣ୍ଟି ନ କାଟିବ? ଏହା କ'ଣ ବିଶ୍ୱାସର କର୍ମ? ଚାଲ ପ୍ରଭୁ। আরে যাও যাও সর্বে কিছু চিন্তা নাই মোর একাকি মাতুল শকুনি তিলে পাশে মোর কাহারি কুতলে মাত্র ভয় নাই। কাহারি কুতলে মাত্র ভয় নাই। আরে বাবা দুর্যোধন, আরে বাবা লক্ষ্মী ছড়া হলে ধন শূন্য জ্ঞান শূন্য হই বিকলাঙ্গ রূপ ধারণ କରିବାକୁ ହୁଏ। କାରଣ ଶ୍ରୀକୃଷ୍ଣ ମୁଖୁ ଶୁଣିଏ ସମ୍ବାଦ ପାଣ୍ଡବମାନେ ଯୁଦ୍ଧକୁ ଅଗ୍ରସର ହେବେ। ଏଣୁ ମୁଁ କହିବାର କଥା କି ଯେ ତୁମେ ଯାଇ ଦ୍ୱାରିକା ଅଧିପତି ବଳରାମକୁ କହି ଲକ୍ଷ୍ମୀ ସହ ନାରାୟଣୀ ସେନା ନେଇ ଆସ। ତାପରେ ଆମେ ଅନ୍ୟ ଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରିବା। ହଁ ମାମୁଁ, ଏହା ହିଁ ଉତ୍ତମ ପ୍ରସ୍ତାବ। ତେବେ ଚାଲନ୍ତୁ ସର୍ବରଥୀ ବୃନ୍ଦ। লক্ষ্মী নারায়ণী সেনা হে অন্ধ পুଅ ଦୁର୍ଯ୍ୟୋଧନ
କ'ଣ କରିଥିଲେ ମୋ ବଂଶଟାକୁ ନିବାଦ କରିଥିଲେ କାହିଁକି ମୁଠାଏ ଅନ୍ନ ନ ଦେଇ ବଂଶଟାକୁ କଲବଲ କରି ମାରିଦେଲୁ ଆମେ ତୁମର କି ଦୋଷ କରିଥିଲୁ ରେ ଦୁର୍ଯ୍ୟୋଧନ ମୋର ବଂଶଟାକୁ ନିବାଦ କରିଦେଲୁ এটি সমস্তে দুর্যোধন সকলের চাল সম্পর্ক বনালু বড় এটি সিংহাসন সারে সকলে করে পুরো বংশ ধীরে বিবাদ ও সকলে কাহারিକୁ ছাড়িবি এ অন্ধ পুয়া দুর্যোধন মোর ধন যা কুল নন্দন